ଆପଣ କେବେ ଭାବିଛନ୍ତି ଲୋକ ଯେତେବେଳେ ଟଙ୍କା ସଫଳତା ବଡ଼ ଘର ଭଳି କିଛି ଇଚ୍ଛା କରନ୍ତି ସେତେବେଳେ ତାହା ତାଙ୍କ ପାଖକୁ ଚାଲିକରି ଆସି ପହଞ୍ଚିଯାଏ। ଏହା ଭାଗ୍ୟ ନା ଅନ୍ୟ କିଛି? ନମସ୍କାର, ସ୍ୱାଗତ କରୁଛି ମାତୃଶକ୍ତି ଓଡ଼ିଆ ଚ୍ୟାନେଲକୁ। ଆଜି ଆମେ ଏକ ଏମିତି ମହାନ ବିଚାରକ ଉପରେ କଥା ହେବା ଯିଏକି ସାରା ପୃଥିବୀକୁ ଶିଖାଇଥିଲେ ଯେ ଭାବନା ବା ଚିନ୍ତା ଶକ୍ତି ଦ୍ୱାରା କିପରି ଆମେ ନିଜ ଯଥାର୍ଥକୁ ବଦଳାଇ ପାରିବା। ତାଙ୍କର ନାମ ହେଉଛି ବବ୍ ପ୍ରକ୍ଟର। ବବ୍ ପ୍ରକ୍ଟରଙ୍କ ମତ ଥିଲା ଯେ ଆମର ଚିନ୍ତା ଓ ଭାବନାତ୍ମକ ଊର୍ଜା ଦ୍ୱାରା ଆମେ ବ୍ରହ୍ମାଣ୍ଡ ସହ ସିଧାସଳଖ ସମ୍ବାଦ କରିପାରୁ ବା ୟୁନିଭର୍ସକୁ ଖବର ପଠାଇ ପାରିବା। ଚିନ୍ତା ବା କଳ୍ପନା କରି ଆମେ ଟଙ୍କା, ସମ୍ପର୍କ, ସ୍ୱାସ୍ଥ୍ୟ, ଯେକୌଣସି ଜିନିଷ ଆମ ଜୀବନକୁ ଆକର୍ଷଣ କରିପାରୁ ଯାହା ଆମେ ଚାହିଁଥାଉ। ଯଦି ଆପଣ କହିବେ ସତରେ କ'ଣ ଚିନ୍ତା କଲେ ପଇସା ଆସିବ, ତେବେ ଚାଲନ୍ତୁ ଏହାକୁ କେବଳ କଳ୍ପନା ଦ୍ୱାରା ନୁହେଁ ବିଜ୍ଞାନ ଦ୍ୱାରା ବୁଝିବା, ଯାହାକୁ ପ୍ରକ୍ଟର ନିଜେ ଅନୁଭବ କରି ଲକ୍ଷାଧିକ ଲୋକଙ୍କୁ ଶିଖାଇଥିଲେ। ବବ୍ ପ୍ରକ୍ଟର କହିଛନ୍ତି ଲ ଅଫ୍ ଆଟ୍ରାକ୍ସନ୍ ପୂର୍ବରୁ ଲ ଅଫ୍ ଭାଇବ୍ରେସନ୍ ଆସେ। ଆପଣ ଯାହା ଭାବନ୍ତି ସେହି ଚିନ୍ତା କମ୍ପନ ବା ଭାଇବ୍ରେସନ୍ ସୃଷ୍ଟି କରେ। ଏହି କମ୍ପନ ୟୁନିଭର୍ସରେ ଗୋଟିଏ ଊର୍ଜା ତରଙ୍ଗ ଭଳି ପ୍ରସାରିତ ହୁଏ। ଯଦି ଆପଣ ବାରମ୍ବାର ଭାବନ୍ତି ସେହି ଚିନ୍ତା କମ୍ପନ ବା ଭାଇବ୍ରେସନ୍ ସୃଷ୍ଟି କରେ। ଏହି କମ୍ପନ ବ୍ରହ୍ମାଣ୍ଡର ଗୋଟିଏ ଊର୍ଜାର ତରଙ୍ଗ ଭଳି ପ୍ରସାରିତ ହୁଏ। ଯଦି ଆପଣ ବାରମ୍ବାର ଭାବନ୍ତି ମୋ ପାଖରେ ଟଙ୍କା ନାହିଁ, ତେବେ ଆପଣ ସେହି ଅଭାବର ଭାଇବ୍ରେସନ୍କୁ ଅଭାବର ଫ୍ରିକ୍ୱେନ୍ସିକୁ ପଠାନ୍ତି। ବ୍ରହ୍ମାଣ୍ଡ ତାକୁ ହିଁ ଆପଣଙ୍କ ପାଖକୁ ଫେରାଇ ଦିଏ। କିନ୍ତୁ ଯଦି ଭାବିବେ ମୁଁ ଧନୀ, ମୋ ଟଙ୍କା ମୋ ପାଖକୁ ଆକର୍ଷିତ ହୋଇ ଆସୁଛି, ତେବେ ଆପଣ ସେଇଟା ହିଁ ପହଞ୍ଚି ଯାଆନ୍ତି ଯେଉଁଠାରେ ଟଙ୍କା ପୂର୍ବରୁ ହିଁ ଜମା ଅଛି। ଏହା ହିଁ ଭାବନା, କଳ୍ପନା ବା ଚିନ୍ତାର ଶକ୍ତି। ଏହା ହିଁ କମ୍ପନର ଭାଷା, ଯାହାକୁ ବ୍ରହ୍ମାଣ୍ଡ ବୁଝିପାରେ। ବବ୍ ପ୍ରକ୍ଟର ଅନ୍ୟ ଏକ କଥା କହିଛନ୍ତି, ଆପଣଙ୍କ ଭାବନା ହେଉଛି ସବୁଠୁ ମଜବୁତ ବା ଶକ୍ତିଶାଳୀ କମ୍ପନ। ଜାଣନ୍ତୁ, ବିଚାର ଗୋଟିଏ ବୀଜ, କିନ୍ତୁ ଭାବନା ହେଉଛି ସେହି ବୀଜକୁ ଅଙ୍କୁରିତ କରୁଥିବା ଊର୍ଜା। ଏବେ ପ୍ରଶ୍ନ ଉଠେ, କମ୍ପନ ବା ଭାଇବ୍ରେସନ୍ କେମିତି ବଦଳାଯିବ? ଏଠି ଆସେ ବବ୍ ପ୍ରକ୍ଟରଙ୍କ କଥା। ସବୁଠାରୁ ଶକ୍ତିଶାଳୀ ଉପାୟ ହେଉଛି ରେଡ୍ ପେନ୍ ଆଫର୍ମେସନ୍ ଟେକ୍ନିକ୍। ହଁ, ରେଡ୍ ପେନ୍ ନିଜର ଆଫର୍ମେସନ୍ ଲେଖନ୍ତୁ। ଏବେ ଆପଣ ଭାବିବେ ରେଡ୍ ପେନ୍ରେ ଲେଖିଲେ କ'ଣ ହୁଏ? ତେବେ ଚାଲନ୍ତୁ ଏହାର ପଛରେ ଥିବା ସାଇନ୍ସକୁ ବୁଝିବା। ଲାଲ ରଙ୍ଗ ଏବଂ ମନୁଷ୍ୟର ମସ୍ତିଷ୍କର ସମ୍ପର୍କ ହେଉଛି ବହୁତ ଗଭୀର। କଲର ସାଇକୋଲୋଜି ଅନୁସାରେ ଲାଲ ରଙ୍ଗକୁ ସବୁଠାରୁ ଶକ୍ତିଶାଳୀ ରଙ୍ଗ ଭାବେ ଗ୍ରହଣ କରାଯାଏ। ଯେତେବେଳେ ଆମେ ଲାଲ ରଙ୍ଗ ଦେଖୁ, ଆମର ଆଖି ଏବଂ ମସ୍ତିଷ୍କ ସଙ୍ଗେ ସଙ୍ଗେ ସକ୍ରିୟ ହୋଇଯାଏ। ଏହି ରଙ୍ଗ ସତର୍କତା ବା ଆଲର୍ଟନେସ୍, ଧ୍ୟାନ, ଆଟେନସନ୍ ଏବଂ କାର୍ଯ୍ୟ ଆକ୍ସନ୍କୁ ଉତ୍ତେଜିତ କରେ। ଏବେ ଚିନ୍ତା କରନ୍ତୁ, ଯେତେବେଳେ ଆପଣ ଲାଲ ପେନ୍ରେ ମୁଁ ପ୍ରତିଦିନ 10,000 ଟଙ୍କା ଉପାର୍ଜନ କରୁଛି ବୋଲି ଲେଖନ୍ତି, ତେବେ ଆପଣଙ୍କ ବ୍ରେନ୍ ଏହାକୁ ସାଧାରଣ ଭାବନା ଭାବେ ନେଇନଥାଏ। ଏହାକୁ ଆଦେଶ ବା ଆକ୍ସନ୍ କମାଣ୍ଡ ଭାବେ ଗ୍ରହଣ କରେ। ଯେତେବେଳେ ଆପଣ ଏହାକୁ ବାରମ୍ବାର ଲେଖନ୍ତି, ସେହି ଭାବନା ଆପଣଙ୍କ ସବକନସିୟସ୍ ମାଇଣ୍ଡରେ ଗଭୀର ଭାବେ ବସିଯାଏ। ବବ୍ ପ୍ରକ୍ଟର କହନ୍ତି, କୌଣସି ଭାବନାକୁ ବାରମ୍ବାର ଲେଖିଲେ ଆପଣଙ୍କ ନ୍ୟୁରନ୍ସମାନଙ୍କ ମଧ୍ୟରେ ଗୋଟିଏ ନୂଆ ନେଟୱାର୍କ ତିଆରି ହୁଏ। ସେହି ନେଟୱାର୍କ ଆପଣଙ୍କ ଚିନ୍ତାକୁ ବାସ୍ତବତାରେ ପରିବର୍ତ୍ତନ କରିବାରେ ଭିତ୍ତି ହୁଏ। ଆପଣ ବ୍ରେନ୍ ମାଟି ପରି କାର୍ଯ୍ୟ କରେ, ଯାହା ରୋପଣ କରିବେ ତାହା ଗଜା ହେବ। ଲାଲ ପେନ୍ରେ ଲେଖାଯାଇଥିବା ଭାବନା ବା ଚିନ୍ତା ଗୋଟିଏ ବୀଜ ଭଳି, ଯେଉଁଥିରେ ଊର୍ଜା, ସ୍ପଷ୍ଟତା ଓ ଇଚ୍ଛାଶକ୍ତି ତିନୋଟି ଜିନିଷ ମିଶି କରିଥାଏ। ଏହି କାରଣରୁ ଲେଖିବାର ପ୍ରଭାବ କଥା କହିବାଠାରୁ ଅଧିକ ହୁଏ। କାହିଁକି କଥାଠାରୁ ଲେଖିବାର ପ୍ରଭାବ ଅଧିକ ଥାଏ? କାରଣ ଆପଣ ଯାହା ଲେଖୁଛନ୍ତି ସେଥିରେ ଆପଣଙ୍କ ଧ୍ୟାନ ଓ ଅନୁଭୂତି ଯୁକ୍ତ ହୋଇଯାଏ ଏବଂ ଆପଣଙ୍କ ହାତରେ ସେହି ଶକ୍ତି ସଞ୍ଚାରିତ ହୁଏ। ଲେଖିବା ସମୟରେ ମନ ଓ ଶରୀର ଏକାଗ୍ର ହୁଏ, ଯାହା ଇଚ୍ଛାକୁ ଶକ୍ତିଶାଳୀ କରେ। ଏଥିରେ ଆପଣଙ୍କ ଇଚ୍ଛା, ଭାବନା ଓ ଧ୍ୟାନ ଏକ ସୂତ୍ରରେ ଯୋଡ଼ି ହୋଇଯାଏ। ଏହିଭଳି ଭାବେ ମ୍ୟାନିଫେଷ୍ଟେସନ୍ ବା ଇଚ୍ଛା ପୂରଣ ଶକ୍ତିଶାଳୀ ହୁଏ। ଦିନକୁ 1ରୁ 7 ଦିନ ପର୍ଯ୍ୟନ୍ତ ଏହି ପ୍ରାକ୍ଟିସ୍ କଲେ ଭଲ ଫଳ ମିଳେ। ଏହା କରିବା ସମୟରେ ଅନାବଶ୍ୟକ ଚିନ୍ତା ଛାଡ଼ି ଶାନ୍ତ ମନରେ କରନ୍ତୁ ଓ ବିଶ୍ୱାସ ରଖନ୍ତୁ। ପେପରରେ ଲାଲ ପେନ୍ରେ ଲେଖନ୍ତୁ ଆପଣ କ'ଣ ଚାହୁଁଛନ୍ତି। ଶୁଦ୍ଧ ଓ ସ୍ପଷ୍ଟ ଭାବେ ଲେଖନ୍ତୁ। ଉଦାହରଣ ସ୍ୱରୂପ, ମୁଁ ପ୍ରତି ମାସରେ 1 ଲକ୍ଷ ଟଙ୍କା ଉପାର୍ଜନ କରୁଛି। ଏହାକୁ ରିପିଟେସନ୍ କୁହାଯାଏ। ଏହା ହେଉଛି ରିପିଟେସନ୍ ଡେ।
ସେହି ବାକ୍ୟକୁ 21 ଥର ଲାଲ ପେନ୍ରେ ଲେଖନ୍ତୁ। ପ୍ରତିଥର ଲେଖିବା ସମୟରେ ମନେ କରନ୍ତୁ ଯେ ଏହା ଏଇ ମୁହୂର୍ତ୍ତରେ ହିଁ ଘଟୁଛି। ଡେ 3 ଇମୋସନ୍ ଡେ। ଲେଖିବା ବେଳେ ଆଖି ବନ୍ଦ କରି ସେହି ଭାବନାକୁ ଅନୁଭବ କରନ୍ତୁ, ଯେପରି ଟଙ୍କା ଆପଣଙ୍କ ବ୍ୟାଙ୍କକୁ ଆସିଯାଇଛି। ନୋଟିଫିକେସନ୍ ଆସୁଛି, ଲୋକ ତୁମକୁ ଅଭିନନ୍ଦନ ଜଣାଉଛନ୍ତି, ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିଯାଉଛି। ଡେ 4 ଆକ୍ସନ୍ ଡେ। ଛୋଟ ଷ୍ଟେପ୍ ନିଅ, ଯେପରିକି ଗୋଟିଏ କଲ୍, ଗୋଟିଏ ଇମେଲ୍ କିମ୍ବା ଯୋଜନା, ଯାହା ଆପଣଙ୍କ ଇଚ୍ଛା ସେହି ଦିଗରେ ଥିବ। ବବ୍ ପ୍ରୋକ୍ଟର କହିଛନ୍ତି, ତୁମର ଇଚ୍ଛା ସେତିକିବେଳେ ହେବ ଯେତେବେଳେ ଆପଣଙ୍କ ଆକ୍ସନ୍ର ଉର୍ଜା ସହ ଯୋଡ଼ି ହେବ। ଡେ 5 ଭିଜୁଆଲାଇଜେସନ୍ ଡେ। ଲେଖିବା ପୂର୍ବରୁ 10 ମିନିଟ୍ ଚୁପଚାପ ବସନ୍ତୁ। କଳ୍ପନା କରନ୍ତୁ, ମୋର ସମସ୍ତ ଇଚ୍ଛା ପୂରଣ ହୋଇଯାଇଛି। ଆଖି ବନ୍ଦ କରି ଦେଖନ୍ତୁ ଯେଉଁଭଳି ଜୀବନ ଆପଣ ବଞ୍ଚିବାକୁ ଚାହୁଁଛନ୍ତି। ଡେ 6 ଗ୍ରାଟିଟ୍ୟୁଡ୍ ଡେ। ପ୍ରତ୍ୟେକ ଧାଡ଼ିର ତଳେ ଲେଖନ୍ତୁ, ମୁଁ ଏହା ପାଇଁ କୃତଜ୍ଞ। ଯେତେବେଳେ ଆପଣ କୃତଜ୍ଞତା ପ୍ରକାଶ କରନ୍ତି, ବ୍ରହ୍ମାଣ୍ଡକୁ ଏକ ସଂକେତ ମିଳେ ଯେ ଆପଣ ପୂର୍ବରୁ ଏହି ଉର୍ଜା ସହ ଯୋଡ଼ା ହୋଇଛନ୍ତି। ଡେ 7 ରିଲିଜ୍ ଡେ। ଡିଜାୟାରକୁ ଛାଡ଼ି ଦିଅନ୍ତୁ, ଅର୍ଥାତ୍ ବ୍ରହ୍ମାଣ୍ଡ ଉପରେ ଛାଡ଼ି ଦିଅନ୍ତୁ। କେବଳ ଆଫର୍ମେସନ୍ ପୁନରାବୃତ୍ତି କରନ୍ତୁ। ସେହି ଭାବନାରେ ରୁହନ୍ତୁ ଯେ ଆପଣଙ୍କର ଇଚ୍ଛା ପୂରଣ ହୋଇସାରିଛି। ବବ୍ ପ୍ରୋକ୍ଟର ଓ ସବକନସିୟସ୍ ମାଇଣ୍ଡର ଶକ୍ତି ଉପରେ ବିଶେଷଜ୍ଞମାନେ କହନ୍ତି ଯେ ସବକନସିୟସ୍ ମାଇଣ୍ଡ ଏକ ଉର୍ବର ଜମି ପରି। ଆପଣ ଯେଉଁ ମଞ୍ଜି ପୋତିବେ ସେହି ଫଳ ହିଁ ମିଳିବ। ଯଦି ଆପଣ ଭୟ, ଚିନ୍ତା ଓ ଅଭାବର ବୀଜ ବୁଣିବେ, ସେହି ଫଳ ମିଳିବ। ଯଦି ଆପଣ ଭୟ, ଚିନ୍ତା ଓ ଅଭାବର ବୀଜ ବୁଣିବେ ନାହିଁ, ତେବେ ନିଶ୍ଚୟ ଭଲ ଫଳ ମିଳିବ। ଯଦି ଆପଣ ସମୃଦ୍ଧି, କୃତଜ୍ଞତା, ଆତ୍ମବିଶ୍ୱାସ ବୀଜ ବୁଣିବେ, ତାହା ଆପଣଙ୍କ ପାଖକୁ ଫେରି ଆସିବ। ରେଡ୍ ପେନ୍ରେ ଲେଖିଲେ ସେହି ବୀଜକୁ ଗଭୀର ଭାବେ ରୋପଣ ପରି ହୋଇଥାଏ। ଯଦି ନ୍ୟୁରୋସାଇନ୍ସରେ କଥା କୁହାଯାଏ, ପ୍ରତିଥର ଆପଣ ଯେତେବେଳେ କୌଣସି ଆଫର୍ମେସନ୍ ଲେଖନ୍ତି, ଆପଣଙ୍କ ମସ୍ତିଷ୍କ ଡୋପାମିନ୍ ରିଲିଜ୍ ହୋଇଥାଏ। ଡୋପାମିନ୍ ହେଉଛି ଖୁସି ଓ ଆଶାର କେମିକାଲ। ଯେତେବେଳେ ଏହା ବାରମ୍ବାର ରିଲିଜ୍ ହୁଏ, ଆପଣଙ୍କ ମସ୍ତିଷ୍କ ତାକୁ ନୂଆ ପରିଚୟ ଭାବେ ଗ୍ରହଣ କରି ନେଇଥାଏ। ସେଥିପାଇଁ ବବ୍ ପ୍ରୋକ୍ଟର ସବୁବେଳେ କହୁଥିଲେ, ଦି ମାଇଣ୍ଡ ଆକ୍ସେପ୍ଟ ଇଟ୍ ଆଜ୍ ଆନ୍ ଆଇଡେଣ୍ଟିଟି। ଦ୍ୟାଟ୍ ଇଜ୍ ହ୍ୱାଇ ବବ୍ ପ୍ରୋକ୍ଟର ଅଲୱେଜ୍ ୟୁଜ୍ଡ ଟୁ ସେ, ରିପିଟେସନ୍ ଇଜ୍ ଦି ମଦର ଅଫ୍ ଲର୍ଣ୍ଣିଂ। ରାଇଟ୍ ଇଟ୍ ଅନ୍ଟିଲ୍ ୟୁ ବିକମ୍ ଇଟ୍। ଅର୍ଥାତ୍ ରିପିଟେସନ୍ ହେଉଛି ଶିକ୍ଷାର ମା'। ଯେପର୍ଯ୍ୟନ୍ତ ଆପଣ ନିରନ୍ତର ପୁନରାବୃତ୍ତି କରନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କ ଚିନ୍ତାଧାରା ଆପଣଙ୍କ ପରିଚୟ ହୋଇଥାଏ। ଆପଣଙ୍କର ଟଙ୍କା ଆପଣଙ୍କର ଭାବନା ଉପରେ ନିର୍ଭର କରେ। ଏହା କୌଣସି ତାବିଜ ବା ଯାଦୁ ନୁହେଁ, ଏହା ସାଇନ୍ସ, ଏହା ଉର୍ଜା, ଏହା ଫୋକସ୍। ଯେତେବେଳେ ଆପଣ ଭାବନ୍ତି, ଅନୁଭବ କରନ୍ତି, ବାରମ୍ବାର ଦୃଢ଼ତା ସହ କହନ୍ତି, ଆଫର୍ମେସନ୍ କରନ୍ତି, ଆପଣ ବ୍ରହ୍ମାଣ୍ଡକୁ ଏକ ସ୍ପଷ୍ଟ ସଂକେତ ଦିଅନ୍ତି, ଆପଣ ପ୍ରସ୍ତୁତ ଅଛନ୍ତି। ବ୍ରହ୍ମାଣ୍ଡ କେବେ ମନା କରେ ନାହିଁ, ମାତ୍ର ସେ କେବଳ ସମୟ ନିଏ। ଆଜିଠୁ ଏହା କରନ୍ତୁ। ଗୋଟିଏ ରେଡ୍ ପେନ୍ ନିଅନ୍ତୁ, ଗୋଟିଏ ନୂଆ ଡାଏରୀ ଲେଖା ଆରମ୍ଭ କରନ୍ତୁ। ପ୍ରତିଦିନ 21 ଥର ଆପଣଙ୍କ ଲକ୍ଷ୍ୟକୁ ଲେଖନ୍ତୁ। ପ୍ରତିଥର ଲେଖୁଥିବା ବେଳେ ତାହାକୁ ମନରେ ଅନୁଭବ କରନ୍ତୁ। ଏହି ପ୍ରକ୍ରିୟାକୁ 7 ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ ବିଶ୍ୱାସ ସହ କରନ୍ତୁ। ତାପରେ ଦେଖନ୍ତୁ କିପରି ବ୍ରହ୍ମାଣ୍ଡ ଆପଣଙ୍କ ରାସ୍ତାରେ ଟଙ୍କା, ସୁଯୋଗ, ନୂଆ ଦିଗ ପଠାଉଛି। ଶେଷରେ ବବ୍ ପ୍ରୋକ୍ଟରଙ୍କ କଥାକୁ ମନେ ରଖନ୍ତୁ, ଥଟ୍ସ ବିକମ୍ ଥିଙ୍ଗସ୍ ଇଫ୍ ୟୁ ସି ଇଟ୍ ଇନ୍ ୟୁର ମାଇଣ୍ଡ, ୟୁ ୱିଲ୍ ହୋଲ୍ଡ ଇନ୍ ୟୁର ହେଡ୍। ଇଫ୍ ୟୁ ହାଭ୍ ଅଣ୍ଡରଷ୍ଟୁଡ୍ ଦିସ୍ ଟୁଡେ, ଦେନ୍ ୟୁ ହାଭ୍ ବିକମ୍ ଦି ରାଇଟର ଅଫ୍ ୟୁର ଓନ୍ ଲାଇଫ୍। ନାଓ ରାଇଟ୍। ଅର୍ଥାତ୍ ଚିନ୍ତା ବସ୍ତୁ ହୋଇଯାଏ ଯଦି ଆପଣ ଏହାକୁ ମନରେ ଧରି ରଖନ୍ତି। ଯଦି ଆଜି ଆପଣ ଏହାକୁ ବୁଝିପାରନ୍ତି, ତେବେ ଆପଣ ଆପଣଙ୍କ ଜୀବନର ଲେଖକ ହୋଇସାରିଛନ୍ତି। ଏବେ ନିଜ ହାତରେ ନିଜ ବିଶ୍ୱାସ ସହ ଲାଲ ପେନ୍ରେ ଦ୍ୱାରା ସେହି ଭବିଷ୍ୟତକୁ ଲେଖନ୍ତୁ, ଯେପରି ଆପଣ ବଞ୍ଚିବାକୁ ଚାହାନ୍ତି। ଆପଣଙ୍କ ଭବିଷ୍ୟତ ଆପଣଙ୍କ କଲମରେ ଅଛି। ନିଜ ହାତରେ ନିଜ ବିଶ୍ୱାସ ଓ ଲାଲ ପେନ୍ ଦ୍ୱାରା ସେହି ଭବିଷ୍ୟତକୁ ଲେଖନ୍ତୁ, ଯେପରି ବଞ୍ଚିବାକୁ ଚାହାନ୍ତି। ଆପଣଙ୍କ ଭବିଷ୍ୟତ ଆପଣଙ୍କ କଲମରେ ଅଛି, ଏହାକୁ ସାକାର କରନ୍ତୁ। ଧନ୍ୟବାଦ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ପ୍ରେରଣା ଦେଇଥାଏ, ତେବେ ମାତୃଶକ୍ତି ଓଡ଼ିଆକୁ ସବସ୍କ୍ରାଇବ୍ କରନ୍ତୁ। ଆଗାମୀ ପରିବର୍ତ୍ତନ ଆପଣଙ୍କ ଚିନ୍ତାଧାରା ଉପରେ କେବଳ ଗୋଟିଏ ଲାଲ ପେନ୍ରେ ଅଛି। ଆପଣ ଆପଣଙ୍କ ଜୀବନର ଲେଖକ ହୋଇସାରିଛନ୍ତି। ଆପଣଙ୍କ ଭବିଷ୍ୟତ ଆପଣଙ୍କ କଲମ ମନରେ ଅଛି। ଏହାକୁ ବାସ୍ତବରେ ପରିଣତ କରନ୍ତୁ, ସାକାର କରନ୍ତୁ। ରହୁଛି। ଧନ୍ୟବାଦ। ନମସ୍କାର।